13 के 13 ते दुगुणे 26 13 3 39 ମୋର କିଛି ମନ ପଡୁନି 13 के 13 13 दुगुणे 26 13 3 39 ମୁଁ ଏଠି କଣ ଲେଖିବି ତମକୁ କହୁଛି ମୁଁ କିଛି ଜାଣି ପାରୁନି ଏଥିରୁ 13 के 13 13 दुगुणे 26 13 3 39 39 ହେଲା 13 54 ଲେଖ ହଉ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ଆଜିର ନ୍ୟୁ ଭିଡିଓକୁ ସ୍ୱାଗତ ସକାଳ ସକାଳେ ଆମର ବାପ ଝିଅଙ୍କର ପାଠ ପଢା ଚାଲିଛି ମାନେ ଲିସିନି ଆଜି ପାଠ ପଢୁଛି ସକାଳୁ ସକାଳୁ 2 ଦିନ ହେଲେ ବର୍ଷା ପାଗରେ ସେ ଆଜି ପାଠ ପଢୁଛି କାଲି ପାଠ ପଢୁଥିଲା ଆଜି ପାଠ ପଢୁଛି ତେଣୁକରି ଆଜି ପାଠ ପଢା ବ୍ଲଗ ଟି ଷ୍ଟାର୍ଟ ହେଇଛି ଆଜି ପଣିଖିଆ ଯେହେତୁ ପଢୁଛି ଲିସିନି ଆଜି ଶୁଣିବ ଗୋଟେ ପଣିକିଆର ଗପ ହେଲା ପଣିକିଆର ଗପ ଶୁଣିବ ଲିସିନି ତେଣୁକରି ଲିସିନି ଗପ ଶୁଣିବୁ ପଣିକିଆ ଗପ ହଉ ଲିସିନି ପଣିକିଆ ଗପ ଶୁଣିବ ତେଣୁକରି ଆମେ ଟିକେ ରେଡି ହେଇଯିବା ହଉ କୋଉନୁ ଗପ ଶୁଣି ସାରି ଲେଖିବୁ ଟିଙ୍ଗା ଟିଙ୍ଗା ରେ ଏ ପଣିକିଆ ଗପ ଶୁଣିବୁ ଆରେ ଟିଙ୍ଗା ହଉ ହଉ ଚାଲ ଆମର ପଣିକିଆ ଗପ ଷ୍ଟାର୍ଟ କରିବା ହେଲା ତୁ ଶୁଣିବୁନି ଗପ ଲିସିନି ଗପ ଶୁଣିବୁନି ହଉ ଶୁଣୁ ଆମେ ତୋରି ଭଳିଆ ହେଇଥିଲୁ ଆମେ ଲିସିନି ଭଳିଆ ହେଇଥିଲୁ ଆଉ ସେତେବେଳେ ଆମେ କାଳିଆ ସାର୍ ବୋଲି ଆମର ସେପଟେ ଅଛନ୍ତି ସାର୍ ଦେଖିଥିବେ ନିଶ୍ଚୟ ଭିଡ଼ିଓ ଯଦି ଦେଖିବେ ତାହେଲେ ଜାଣିପାରିବେ କାଳିଆ ସାର୍ ବୋଲି ଆମର ଟ୍ୟୁସନ୍ ସାର୍ ଥିଲେ ଆମେ ସେତେବେଳେ ଟ୍ୟୁସନ୍ ହେଉଥିଲୁ ତାଙ୍କ ପାଖରେ ଆମେ କେତେ ଆମେ 4 ଭାଇ ରାମ ଗୀତା ଆଉ ସେପଟେ ନିମ ସଜନୀ ଆଉ ସିଏ 2 ଭଉଣୀ 2 ଭାଇ ଆଉ ଏପଟେ ମାନେ ଏମିତି ମିନିମମ୍ 10-15 ଜଣ ଟ୍ୟୁସନ୍ ହେଉଥିଲୁ 10-15 ଜଣ ଟ୍ୟୁସନ୍ ହେଉଥିଲୁ ହେଲା ପଣିକିଆ ତ ସମସ୍ତେ ଛୋଟ ବଡ଼ ସମସ୍ତେ ମାନେ ସମାନ ଥାଆନ୍ତି ଆମେ ଗୋଟେ ବ୍ୟାଚରେ ଆମେ 4 ଭାଇ ରାମ ଗୀତା ଏମିତି ସବୁ ଥିଲୁ ଆଉ ଜଣେ 2 ଜଣ 4 ଜଣ ଖଣ୍ଡେ ଥିଲୁ ମାନେ ପଣିକିଆରେ ପ୍ରମ୍ପ୍ଟ ଥିଲୁ ନା ମନେ ନାହିଁ କିନ୍ତୁ ପଣିକିଆରେ 25 ଗୋଟେ ସିଲଟର ଗୋଟେ ଅଧାରେ ସରିଯାଇଥିବ ଲେଖା ମାନେ ମାଟି ଖୋଳିକି ଫଟେଇକି ମାନେ ପୁରା ପତଳା ଲେଖା ହେଇଥିବ ଏତିକି ପତଳା ପାଠ ଫଟେଇ ଦେବୁ ସିଲଟର ଏଇ ଅଧାରେ ସରିଯିବ ଏତିକି ବାଟରେ 25 ପଣିକିଆ ସରିଯାଉଥିଲା ଆମର ଏତିକି ଟିକେ ଲେଖୁଥିଲୁ ହେଲା ତାପରେ ସାର୍ ଦିନେ କହିଲେ ସାର୍ ପଣିକିଆ ଦେଇ ଦିଅନ୍ତି ଆଜି ଘୋଷିକି ଆସିବ ଘୋଷିକି ଆଇଲେ କାଲି ଭୁଲିବ ତେଣୁକରି ଆମେ ସମସ୍ତେ କ'ଣ କରଉ ନା ଘୋଷିକି ଯାଇଥାଉ ସାର୍ ସବୁଠୁ କହିବେ ଆଜି ଘୋଷିକି ଆଇଛଟି ଆମେ କହିବୁ ହଁ ସାର୍ କହିବେ ହଉ କାଗଜ ପେନ୍ ବାହାର କର ଜଣେ କାଗଜ ପେନ୍ ଧରିକି ବସିବ 7 କାଗଜ ବାହାର କରିବ ପେନ୍ ଧରିକି ବସିବ ସମସ୍ତେ ଜଣେ ଜଣେ ଛିଡ଼ା ହେଇକି ବୋଲିବେ ଯାହାର ଯୋଉଠି ଭୁଲ ହେଲା ସେଇଠି ଗୋଟେ ଗାର ମରା ହବ ହେଲା ଯିଏ ଯେତେଟା ଭୁଲ କରିବ ସେତିକିଟା ଗାର ପଡିବ ଆଉ ସେତିକିଟା ମାଡ଼ ଖାଇବ ସିଏ ଆମର ମୁଁ ବୋଲେଇ ମୋର 4ଟା 5ଟା ଭୁଲ ହୁଏ ଆଉ ଖନା ଆପାର ସେମିତି 3-4ଟା ଭଲ ହୁଏ ଭୁଲ ହୁଏ ସମସ୍ତଙ୍କର ଏମିତି 4-5ଟା ଆଉ ଜଣେ ଜଣେ ଗଧ ଥାଆନ୍ତି ତାଙ୍କର 10ଟା ଏମିତି ଭୁଲ ହୁଏ ସେ ଭୁଲ ଅନୁସାରେ ମାଡ଼ ଖାଆନ୍ତି ହେଲା 25 ପଣିଆ ଏତେ ପ୍ରମ୍ପ୍ଟ ହେଇଯାଇଥିଲା କି ମିନିମମ୍ଟା ଖୁବ୍ ହେଲେ 5ଟା ଭୁଲ ହଉଥିଲା ଅଧିକ ଭୁଲ ହୁଏନି ଆମର 1 ଠୁ 25 ପର୍ଯ୍ୟନ୍ତ ପଣିକିଆରେ ମାତ୍ର 5 ଥର ଭୁଲ ହବ କୋଉଠୁ ମିଷ୍ଟେକ୍ ମନେ ପଡେନି ନହେଲେ ଆଉ ସବୁ ମନେ ପଡିଯାଏ
ଆଉ ସେଇ ଯେତେଟା ଗାର ଯାହାର ଯେତେଟା ପଡିଥିବ ସେତିକିଟା ମାଡ ଖାଇବ। କେତେଟା ଭୁଲ କରିଛୁ? ଦିଟା ଦିଟା ଦୁମ୍ ଦୁମ୍। ଯିଏ ଯେତେଟା ଭୁଲ କରିଥାଏ ସେତେଟା ମାଡ ଖାଏ ହେଲା। ଆଉ ଗୋଟେ ପିଲାକୁ ପଚରା ହବ, ଯୋଉ ସେପଟ ସାହିର ବିକା ଯଦି ଭିଡିଓ ଦେଖୁଥିବ ସେ ଜାଣିବ ହେଲା। ବିକା ଗୋଟେ ପିଲାଟେ ଥିଲା, ଶୁଣିବୁ ଗୋଟେ ମଜା କଥା। ବିକା ହଡା ସାହିର ଗୋଟେ ପିଲା ଥିଲା ହେଲା। ଆମେ ସେଇ ଶୀତ ଦିନେ ସକାଳୁ ସେ ଯୋଉ বাইরে ଟିଉସନ ହଉ ଖରାରେ, ସିଏ ସେଇଠୁ ଆସିବ ମାନେ 8:30 8:20 ଏମିତିରେ ଆସିବ, ପୁରା ଘୋଟି ଫୋଟିକି ଆସିବ। ପୁଣି ଏକା ଆସିନଥିବ, ତା ବାପା ନହେଲେ ତା ବୋଉ କିଏ ଛାଡିବାକୁ ଆଇଥିବେ ଆସିଥିବେ। ଆଉ ସେଦିନ ଆରେ କଣ ଏତେ ଡେରି ହେଲା? ନା ସାରେ ଖାଇନଥିଲି ସେଥିପାଇଁ ଟିକେ ଲେଟ୍ ହେଇଗଲା। ଆଉ ଖାଇକି ଜଲ୍ଦି ଆଇଲୁନି? ନା ସାରେ ଉଠି ନଥିଲି, ଉଠିବା ଲେଟ୍ ହେଲା। ଆଉ ଜଲ୍ଦି ଉଠିଲୁନି? ନା ସାରେ ଶୀତ ହଉଥିଲା ଉଠି ପାଇଲିନି। ଏମିତି ଘୋଷିବ ଆଉ ଗୋଟେ ଥର କୁହା ହେଲା, ଆଉ ତା ପରଦିନ ସେ ମାଳ ଖାଇଲା, ପାଠ ପଢିଲା। ଆଉ କିଛି ଦିନ ଗଲା, ଆରେ ଆଉ ଥରେ ସେମିତି ଲେଟ୍ କରିକି ଆଇଲା। ଆଉ ସାର୍ ପଚାରିଲେ, ଆରେ ତୁ ଏତେ ସମୟ କଣ କରୁଥିଲୁ, ଏତେ ହଳ ଲେଙ୍ଗା ଆଇଲୁନି? ସାରେ ଆମ ପୁଅ ମୋ ବେଗ ନେଇ ଯାଇଥିଲା, କୋଉଠି ରଖି ଦେଇଥିଲା, ସେଥିପାଇଁ ମୋର ଲେଟ୍ ହେଲା। ପୁଣି ବାଜିବ ମାଡ, ଦୁମ୍ ଦୁମ୍ କି ମାଡ ବାଜିବ, ପୁଣି ବସି ପାଠ ପଢିବ। ବଢିଆ ମଜା ସେତେବେଳେ, ପୁରା କାହାଣୀ ପୁରା ଏବେ ବି ମନେ ଅଛି ହେଲା। ଆଜିର ପଣିକିଆ ମନେ ଦେଖିଲୁ କେମିତି ଆମର କାହାଣୀ ଥିଲା। ଟିଉସନରେ ପାଠ ପଢୁଥିଲୁ ଆମେ, ଆଉ ସେ ପାଠ ନାଇଁ ମୂର୍ଖ ହେଇଗଲୁ। ଆଉ ଗୋଟେ ରାମ ଆତ୍ମ କାହାଣୀ। ରାମ ଦାଦାକୁ ପଚାରିବୁ, ଦାଦା ତମେ ଯେ ଟିଉସନରେ ମାଡ ଖାଇଲ କୋଉଠି ଲୁଚିଥିଲ? ସିଏ ତ ପୁରା 10 ଗୁଣିଆ ହାଣ୍ଡି ତଳେ ଯାଇ ଫସିକି ଗୋଡି ଗୋଡି ହାଣ୍ଡି ଥୁଆ ହେଇଛି, ହାଣ୍ଡି ଗୋଡି ହେଇକି ବସି ପଡିଛି। ଖୋଜା ଚାଲିଛି କୁଆଡେ ଗଲା, ଖୋଜି ଖୋଜି ଆକାରରେ ଦେଖିବା ହଉଛି ହାଣ୍ଡି ତଳେ ପଡିଛି। ପୁନି ବୁଝୁଠୁ ବାହାର କରି ଖାଏ ମାଡ। ବଢିଆ ବଢିଆ ମଜା କାହାଣୀ ଅଛି ଆମର। ହଉ ଆଜିର ଆମର କାହାଣୀ ଏଇଠି ରଖିଦବା। ଆମ କାହାଣୀ କେମିତି ଲାଗିଲା ନିଶ୍ଚୟ ମତାମତ ଦେବେ। ଭିଡିଓ ଭଲ ଲାଗିଲେ ଟିକେ ସବସ୍କ୍ରାଇବ କରିଦେବେ, ଲାଇକ୍ ଆଣ୍ଡ ସବସ୍କ୍ରାଇବ କରି ରଖୁଛୁ। ବାଏ ବାଏ ବାଏ।